ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ କିସ୍ତି ଟଙ୍କା ପାଇଁ ତାରିଖ ଘୋଷଣା କରିଦେଲେ ସରକାର। ହଁ ଦର୍ଶକ ବନ୍ଧୁ, ଏଇ ଦିନ ଆପଣଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟର କିସ୍ତି ଟଙ୍କା। ଦର୍ଶକ ବନ୍ଧୁ, କେଉଁ ସମୟରେ ଆସିବ ଆପଣଙ୍କ ଆକାଉଣ୍ଟକୁ, ତା ସହିତ କେଉଁ ମା ଭଉଣୀମାନଙ୍କୁ ସର୍ବପ୍ରଥମେ ମିଳିବ ଟଙ୍କା, ତାହା ମୁଁ ଆପଣଙ୍କୁ ଏହି ଭିଡ଼ିଓରେ ଜଣାଇଦେବି। ଏଣୁକରି ଭିଡ଼ିଓଟିକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଦର୍ଶକ ବନ୍ଧୁ, ସୁଭଦ୍ରା ଯୋଜନାରେ ସମସ୍ତ ମା ଭଉଣୀମାନଙ୍କୁ ବାର୍ଷିକ 10,000 ଟଙ୍କା ଲେଖା ଦେବେ ବୋଲି କୁହାଯାଇଥିଲା, ଯାହାକି ସେମାନେ ନିଜର କାର୍ଯ୍ୟରେ ଲଗାଇବେ। ଏକକାଳୀନ 1,64,64,000 ହିତାଧିକାରୀ ଆକାଉଣ୍ଟକୁ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା କିସ୍ତି ଅର୍ଥାତ୍ ମୋଟ 5,032 କୋଟି ଟଙ୍କା ପଠାଇବେ, ଯାହାକି ଦର୍ଶକ ବନ୍ଧୁ 5,032 କୋଟି ଟଙ୍କା ସମସ୍ତ ମା ଭଉଣୀମାନଙ୍କ ଆକାଉଣ୍ଟକୁ ଆସିବ। ହଁ, এই পয়সা আসব যে যোগ্য হিতাধিকারী। যদি আপনার অযোগ্য হিতাধিকারী হয়ে তাহলে আপনার আকাউন্টকু পয়সাটি আসব না। তো দর্শক বন্ধু, আপনার নিহতি ভিডিও শেষ পর্যন্ত দেখুন, ডিটেলস আপনার জাঁপারে যে আপনার না লিস্টরে অছি না, তা সহ আপনার কেমি সর্বপ্রথমে টঙ্কা পাইবে। তো দর্শক বন্ধু, প্রথম কথা হল যে মা ভৌণী মানকর বয়স সীমা 21 বর্ষর ঊর্ধ্ব এবং 60 বর্ষর কম সেমানকু প্রথমে মিলিব টঙ্কা। হ্যাঁ দর্শক বন্ধু, সরকার এই ডেটটি ঘোষণা করে সারিছন্তি, যাহাকি বয়স সীমা 21 বর্ষর আপনার অধিক হওয়া নিহাতি জরুরি, তা সহিত এবং বয়স সীমা 60 বর্ষর কম হব। তা সহিত কেবল যোগ্য হিতাধিকারী মানে কুহলা, অর্থাৎ আপনার যদি কিছু গভর্নমেন্টর পয়সা পাউনথিবে তাহলে আপনার পয়সা ସରକାରଙ୍କଠୁ ପାଇବେ। କାହିଁକି ଏମିତି କଥା କରାଯାଇଛି? କାରଣ ବହୁତ ଜଣ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ଯେଉଁମାନେ କି ଏହି ପଇସାଟି ନେଉଛନ୍ତି, କିନ୍ତୁ ଯୋଗ୍ୟ ହିତାଧିକାରୀ ଥାଇ ମଧ୍ୟ ଚାଷୀ ଭାଇମାନଙ୍କୁ ପଇସା ମିଳୁନି, ମା ଭଉଣୀମାନଙ୍କୁ ପଇସା ମିଳୁନି। ତ ଏଇଟା ଗୋଟେ ବଡ଼ ପ୍ରୋବ୍ଲେମ୍ ହେଉଛି। ତେଣୁକରି ଦର୍ଶକ ବନ୍ଧୁ, ଗୋଟେ କଥା ମନେ ରଖନ୍ତୁ, ବହୁତ ଜଣ ଅଯୋଗ୍ୟ ହିତାଧିକାରୀ ଏଇଥିରେ ମିଛରେ ସାର୍ଟିଫିକେଟ୍ ଦେଇ କାଗଜପତ୍ର ଦେଇକି ପଇସା ପାଇବା ଆରମ୍ଭ କରିଦେଉଛନ୍ତି। ତ ଏଇଟା ଗୋଟେ ଠିକ୍ କଥା ନୁହଁ, ବହୁତ ବଡ଼ ଭୁଲ। କାହିଁକିନା ଆମ ମା ଭଉଣୀମାନେ ଯେଉଁମାନେ ପାଇବା ଯୋଗ୍ୟ ସେମାନେ ଏ ପଇସାରୁ ବଞ୍ଚିତ ହେଉଛନ୍ତି। ହଁ ଦର୍ଶକ, ବଞ୍ଚିତ ହେବା ଦ୍ୱାରା କ'ଣ ହେଉଛି, ଠିକ୍ ଭାବରେ ପଇସା ପାଇପାରୁନାହାନ୍ତି। ତ ଦର୍ଶକ ବନ୍ଧୁ, ବହୁତ ଜଲ୍ଦି ଏହି PM କିଷାନ ଚତୁର୍ଥ ପର୍ଯ୍ୟାୟ କିସ୍ତି ଟଙ୍କା ଆସିଯିବ। ଆପଣ ଯଦି ଚାହୁଁଛନ୍ତି ଯେ ଆପଣ ସର୍ବପ୍ରଥମେ ପାଇବା ପାଇଁ, ତାହେଲେ କ'ଣ କଲେ ଆପଣଙ୍କ ଆକାଉଣ୍ଟକୁ ସର୍ବପ୍ରଥମେ ପଇସା ଆସିବ, ତାହା ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓ ଜଣାଇଦେବି। ଏଣୁକରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ କରି ରଖନ୍ତୁ, ଯାହାଦ୍ୱାରା ସୁଭଦ୍ରା ଯୋଜନାର ଯାହା ବି ଲାଟେଷ୍ଟ ଅପଡେଟ୍ ଆସିଲା ନା, ଆପଣ ସର୍ବପ୍ରଥମେ ପାଇପାରିବେ। ଏବଂ କେମିତି ଆପଣଙ୍କ ଠିକ୍ ଠାକ୍ ଡକୁମେଣ୍ଟ କରିବେ, ଯାହାଦ୍ୱାରା କି ଆପଣଙ୍କ ଆକାଉଣ୍ଟକୁ ପଇସା ସର୍ବପ୍ରଥମେ ଆସିବ, ତାହା ମୁଁ ଆପଣଙ୍କୁ କ'ଣ କରିବି ନା ନେକ୍ସଟ ଭିଡ଼ିଓରେ ଜଣାଇଦେବି। ଏଣୁକରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ କରି ଘଣ୍ଟିଟିକୁ ଦବାଇ ରଖନ୍ତୁ, ଯାହାଦ୍ୱାରା ସର୍ବପ୍ରଥମେ ଆପଣ ନ୍ୟୁଜ୍ ଅପଡେଟ୍ ପାଇପାରିବେ। ଦର୍ଶକ ବନ୍ଧୁ, ରହିଲି, ନମସ୍କାର। ଯାହା ବି ଡାଉଟ୍ ଆପଣ ମୋତେ କମେଣ୍ଟ କରନ୍ତୁ, ଆପଣଙ୍କ କମେଣ୍ଟର ମୁଁ ରିପ୍ଲାଏ ଦେଇଦେବି। ଧନ୍ୟବାଦ।